ସକାଳୁ କା ମୁହଁଟା ଚାହିଁଥିଲି କେ ଜାଣି ଶଳା ଗୋଟା ହେଲେ ଭକତ ଦର୍ଶନ ପାଇଁ ଆସୁନାହାନ୍ତି। ହେ ଆଣ୍ଠୁଆ ଗୋପାଳ ମୁଁ ତମ ଆଗରେ ଆଣ୍ଠୁ ମାଡ଼ି କରୁଛି। ଶଳା ଗୋଟାକେ ଜଣେ ଭକତ ମିଳୁ। ଜୟ ଜଗନ୍ନାଥ। ମନ୍ଦିର ବା ନାଲିଆ ପଟକା ଦେଇଯିବା ଏ ପାଖ ହାତ ଧରିଆ ବାପା ଗୋଟେ ରିକ୍ସା କରିଦଉନ। କିଲୋ ମା ରିକ୍ସା କ'ଣ ହବ? ରିକ୍ସା କଲେ ଏଇନିକା 50 ଟଙ୍କା ନେବ। ସେ 50 ଟଙ୍କା ରହିଲେ ଆମେ ଝାଲମୁଢ଼ି ଗୁପଚୁପ୍ ଚାଟ୍ ଇତ୍ୟାଦି ଇତ୍ୟାଦି ଖାଇବା ନା ଆଉ ମୋ ହାତ ଧରିଆ। ମଉସା ନମସ୍କାର 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 ନମସ୍କାର। ରେ ବାପା ତମକୁ କୋଉଠି ଦେଖିଲା ଭଳିଆ ଲାଗୁଛି? କୋଉଠି କଣ ବା ସଦା ସର୍ବଦା ଆମେ ଏଇଠି ଅଛୁ ଲୋକମାନଙ୍କ ସେବାରେ। ଏ ମଉସା ଏଇ ଝିଅ ତମର କାହିଁ କ'ଣ ଡାଉଟ୍ ଅଛି? ନାଇଁ ଯେ ମଉସା ଇଏ ଖାଲି ଚୁଚୁ ହଉଛି। ଏ ବାପା କଥା କ'ଣ କି ଟିକେ ଆଳୁ ଦୋଷ ରହିଯାଇଛି ଆଉ। ଜନ୍ମ ହେଲା ବେଳେ ବାପା ଲମ୍ବା ଲମ୍ବା କାକୁଡ଼ି ଲମ୍ବା ଲମ୍ବା ଭେଣ୍ଡି ଖାଇଯାଇଥିଲା ତ ବାପା ସେ ଖାଲି ଟୋକା ଦେଖିଲେ ଚୁଚୁମୁଚି ଆଉ। ମଉସା ତମେ ମନ୍ଦିର ଦେଖିବ ମଉସା? ଇରେ ବାପା ଆମେ ଏତେ ପରିଶ୍ରମ କରିକି ଆସୁଛୁ ମନ୍ଦିର ଦେଖିବୁନି? ଦେଖିବ ଆଉ ଟଙ୍କା ଟଙ୍କା ଆଣିଛ। ଟଙ୍କା ଟଙ୍କା କ'ଣ ହବ? ତମ ଠାକୁର କ'ଣ ନାଚୁଆ ନା କ'ଣ ହେବେ? ଆଉ କେତେ କ'ଣ ଟଙ୍କା ଲାଗିବ ବାପା କହିଲୁ? ପୁରୁଷଙ୍କ ପାଇଁ 500 ଟଙ୍କା। 500? ଆଉ ଝିଅ ପିଲାମାନଙ୍କ ପାଇଁ 50 ଟଙ୍କା ହେଲେ ବି ଚଳିବ। ବାପା ନା ଗୋଡଳି ଚୋପାବେ। ମୁଁ କ'ଣ କରିବି ଯେ ମୋର ତ ଖାଲି ସଲସଲ ହେଇଯାଉଛି। ଏ ମା କଣ୍ଟ୍ରୋଲ କରେ। ବାପାଟା ଠିଆ ହେଇଛି ତୋର ଟିକେ ଡର ଭୟ ଲାଗିନୁ? ହଉ ବାପା ତମେ ଭଲ ଡିସକାଉଣ୍ଟ ରଖିଛ ଏ ପଣ୍ଡା ପିଲେ। ସାରା ପୁରୁଷଙ୍କ ପାଇଁ 500 ମହିଳାଙ୍କ ପାଇଁ 50। ଯାହା ପଡ଼ୁଛି ପଡ଼ୁ ବାପା। ମୋର ଭାରି ଗେଲ ବସରିଆ ଝିଅ ସେ ଜିଦି କରିଛି ମାନେ ଠାକୁର ଦେଖିବ। ଏ ଧ ବାପା ପଇସା। ମୋ ଝିଅକୁ ଠାକୁର ଦର୍ଶନ କରିସାରିଲା ପରେ ଆଉ 150 ଟଙ୍କାଟି ଫେରେଇ ଦେବୁ ହେଲା। ବାପା ଗୋଟିକ ବୋଇଲେ ଝିଅ ମୋର ଭାରି ଗେଲ ବସରିଆ ପିଲା। ତୁ ତାକୁ ମନ୍ଦିର ବାହାର ଭିତର ପରିଷ୍କାର ଦେଖେଇକି ଆଣିବୁ ବାପା। ତମେ କିଛି ଚିନ୍ତା କରିନି ମଉସା। ତମ ଝିଅକୁ ଭିତର ବାହାର ସବୁ ବୁଲେଇକି ଦେଖେଇବି। ବେଶୀ ସମୟ ନୁହେଁ ମାତ୍ର 10 ମିନିଟ୍ ଭିତରେ ଆମେ ଶୀଘ୍ର ପଳେଇ ଆସିବୁ। ବାପା ନନା ଗୋସାଇଁକି ମୁଁ କହିଦେଇଛି ତୋତେ ମନ୍ଦିର ବାହାର ଭିତର ପୁରା ପରିଷ୍କାର ଦେଖେଇକି ଆଣିବି। ହଁ ବାପା ତୋର କିଛି ଅସୁବିଧା ହବନି। ମୁଁ ସେ ଆଗରେ ଝାଲମୁଢ଼ି ବି ଖାଉଛି ସେଇଠି ବସିକି ମୁଁ ଆସୁଛି। ଏଠି ନନା ଗୋସାଇଁ ଭାରି ଗେଲ ବସରିଆ ପିଲାଟା। ମୁଁ କିଛି ଅସୁବିଧା ହବନି ତ? କିଛି ନାହିଁ ମୁଁ ଆସୁଛି ବାପା ଆସୁଛି। ମନ ଭାବୁତା ହେ ଯାହା ଶଳା କାଳେ ପାପ ତ ହୁଏ ତାହା। ଆଚ୍ଛା ସଲସଲି ତମେ ଯୋଉ ଏଇଟା ଚୁଚୁମଉଛ ତମର ଏଇଟା କେଉଁ ଦିନଠୁ ଅଭ୍ୟାସ? ଆଗରୁ ନଥିଲା। ଆଉ ମୁଁ ଯେବେ ବଡ଼ ହେଲି ମୋ ବାପା କହିଛନ୍ତି ଚୁଚୁମେଇବାକୁ। ଭଲ ହେଲା ଶଳା ଆମ ବାରିରେ ମୋଟା ମୋଟା କାକୁଡି ଆଉ ଲମ୍ବା ଲମ୍ବା ଭେଣ୍ଡି ଅଛି। ଶଳା ତାକୁ ଚୁଚୁମେଇଲେ କେମିତି ଲାଗନ୍ତା କହିଲୁ? ଅଛି ହଁ କାଇଁ ଦଉନା ମୋ ପାଖକୁ ଆସି।
ରସବତୀ ବିଲାସ ମତେ ଧରେଇ ଦେଲ ଧନ ଦେଶୀ ଗିଲାସ ରସବତୀ ବିଲାସ ଆଗେ ଦେଖୁଥିଲେ ଚୁମା ଦେଉଥିଲ ଆଗେ ଦେଖୁଥିଲେ ଚୁମା ଦେଉଥିଲ ଏବେ ଦେଖି କରି କାଜେ ମୁହଁ ବୁଲାସ ରସବତୀ ବିଲାସ ମତେ ଧରେଇ ଦେଲ ଧନ ଦେଶୀ ଗିଲାସ ରସବତୀ ବିଲାସ ତୁମର ମୁହେ ତ ଲାଜ ନାହିଁ ନ ମଧୁଆ କହୁଛ ଆମକୁ ଧନରେ ଭୁଲିଗଲ ସବୁ ସିଧା ସାଧା ଥିଲୁ ତୁମର ଦିବାନା ଉସେ ତୋହରେଇ ଦେଲ ଧନରେ ସାଜିଛୁ ମଧୁଆ ବାବୁ ତମକୁ ବୁଲାବା କେ ପିଉଛୁ ମଦଗା ତମକୁ ବୁଲାବା କେ ପିଉଛୁ ମଦଗା ଆଗେ ପିଉଥିଲୁ ଧନ ଆମେ ଗୁରସ ରସବତୀ ବିଲାସ ମତେ ଧରେଇ ଦେଲ ଧନ ଦେଶୀ ଗିଲାସ ରସବତୀ ବିଲାସ ସାଦା କାଗଜ ଥିଲା ମୋ ନାମର ଲେଖିଦେଲ ଆଇ ଲଭ୍ ୟୁ ଧନରେ କରୁଛୁ ଗୋ ତୁମକୁ ହେତୁ ଆମର ସେ ତୁମେ ରସାଲି ହେଲ ଭୁଲେଇ ଦେଲ ଗୋ ଆମକୁ ଧନରେ ଏବେ କରୁଛ ଗୋ ଖାତୁ ଉନିଜନ ବୋଲି ପ୍ରେମ କରୁଥିଲୁ ଉନିଜନ ବୋଲି ପ୍ରେମ କରୁଥିଲୁ ଏବେ ଦେଖେଇ ଦେଲ ତୁମେ ଅନ୍ଧାରୁଆ ରସବତୀ ବିଲାସ ମତେ ଧରେଇ ଦେଲ ଧନ ଦେଶୀ ଗିଲାସ ରସବତୀ ବିଲାସ ରସବତୀ ବିଲାସ ରସବତୀ ବିଲାସ ମତେ ଧରେଇ ଦେଲ ଧନ ଦେଶୀ ଗିଲାସ ରସବତୀ ବିଲାସ ଆଗେ ଦେଖୁଥିଲେ ଚୁମା ଦେଉଥିଲ ଆଗେ ଦେଖୁଥିଲେ ଚୁମା ଦେଉଥିଲ ଏବେ ଦେଖି କରି କାଜେ ମୁହଁ ବୁଲାସ ରସବତୀ ବିଲାସ ରସବତୀ ବିଲାସ ମତେ ଧରେଇ ए नन्ना गोसाई ये नन्ना गोसाई ये नन्ना गोसाई ये थोड़ा बोल काम है रे थोड़ा 10 मिनिट रे पहुंच बोली कहला थोड़ा घंटे 1.5 घंटा बाजी गलानी एपर्यंत पहुंचलानी कौन असुविधा लगी राहु ये नन्ना गोसाई ଏ ମଉସା ଏ ଭଲ ଝିଅଟେ ଆଉ अरे आपा कौन सुविधा है ଏ ଶଳା ମୁଁ ତାକୁ ଯେତେ ଦେଖେଇଲି ତା ମନ ଜମା ପାଇଲାନି आओ ଶଳା କହୁଛି ଖାଲି ଆହୁରି ଅଛି ଆହୁରି ଅଛି आओ आओ ହଁ ଆଉ ମୋତେ ତା ମନ ପାଉନି चले चले ନନା ନନା ମ ଆସିଲ चल चले ବାପା बापा ना कोटली चपाबे तो बापा ने सला ठिया है तू जमा कंट्रोल करि पारुनु ମୁଁ ତମକୁ ଦେଖିନି देखिनु काई देखु तू डन का प्रेमर पटु देखिबु काई का ମାଲୋ ତୋ ଖୁରାକୁ ଜୁହାର
ମଉସା ଆଁ? ତମ ଝିଅ ରହିଲା ମୁଁ ଆସୁଛି କାଇଁ ନେଇକି ଯାଉନ ଆଉ 150 ଟଙ୍କା ହେଇ ଯୋଉ ଝାଲ ମୁଢି ଦୋକାନଟେ ହଁ। ସେଇଠୁ ନେଇଯିବ ହଁ ବାପା ମୁଁ ଆସୁଛି ନନା ଆସୁନ ସଲା ସଲି ସଲା ସଲି ବାପା ବାପା ନା ଗଜଳି ଚୋପାବେ ମୁଁ କଣ କରିବି ଯେ ଡୋକା ମାନଙ୍କୁ ଦେଖିଲେ ତ ଖାଲି ସଲସଲ ହେଇଯାଉଛି କଣ୍ଟ୍ରୋଲ କରେ ମା ତତେ ବାରମ୍ବାର କହୁଛି এইটা কেতଳେ ହମ୍ସ ହେଇଯିବ ବା ତୁ ଜାଣିପାରିବୁ ଏ ପଣ୍ଡା ପିଲା ଭାରି ଡୁଗୁରା ଲୋ ମା ହଁ ଓ ଆରି ଯିବା ହାରି ହାରି ଆମା ଯିବା ହାରି पढ़े अक्षर